ମକର ରାଶିରେ ଯଦି ଚନ୍ଦ୍ରମା ରହିଲା ତାହେଲେ ଲୋକଟା ଶାନ୍ତ ପ୍ରକୃତିର, ଗାୟକ, ଟିକେ ମାତ୍ରାରେ କ୍ରୋଧୀ, ତା ମୁଣ୍ଡରେ କିଛି ନା କିଛି କରିବାର, ଏଇଟା କରିଦେବି ସେଇଟା କରିଦେବି, ବିକଳ ରହୁଥିବ ସବୁବେଳେ କାମ କରିବାକୁ। ଆଉ ନିଜ ପରିବାରକୁ ସେ ପରିବାର ପାଇଁ ସମ୍ପୂର୍ଣ୍ଣ ଧନ ଖର୍ଚ୍ଚ କରିବା ବାଲା ହେଇଥିବ। ଯଦି ଚନ୍ଦ୍ରମା ମକର ରାଶିରେ ରହି ପୀଡିତ ହେଇଗଲା ତାହେଲେ ଏହାର ଓଲଟା ଫଳ। କୁମ୍ଭ ରାଶିରେ ଥିବା ଚନ୍ଦ୍ରମା ଲୋକକୁ ଜେନେରାଲି ଅତ୍ୟନ୍ତ ଆଳସୀ କରି, ଅନ୍ୟ ପିଲାମାନଙ୍କୁ, ଅନ୍ୟ ସନ୍ତାନ ମାନଙ୍କୁ ସେ ଭୟ କରେ, ଏ ଅନ୍ୟ ସନ୍ତାନ ମାନଙ୍କୁ ସେ ସ୍ନେହ କରିବା ବାଲା ଏବଂ ସେ ବହୁତ ହି ଚତୁର ହେଇଥିବ, ଅତ୍ୟନ୍ତ ମାନେ ଫାଇନ ବୁଦ୍ଧି ବାଲା ହେଇଥିବ, ଆଉ ସବୁ ଚାରି ଦିଗକୁ ନଜର ରଖି କାମ କରୁଥିବ ଏବଂ ତାର ଚାରି ତରଫରୁ ପ୍ରାୟତଃ କୁମ୍ଭ ରାଶି ବାଲା ଶତ୍ରୁ ଦ୍ଵାରା ପୀଡିତ ରହିଥିବା ଦେଖାଯାଏ। ଯଦି ଶୁଭ ଗ୍ରହର ଦୃଷ୍ଟିରେ ଚନ୍ଦ୍ରମା ନଥିବ, ପୀଡିତ ହେଇଗଲା, ତାହେଲେ କୁମ୍ଭ ରାଶି ବାଲା ଜେନେରାଲି ଦେଖାଯାଏ ଯେ ବହୁତ କଷ୍ଟ ସେମାନେ ପାଆନ୍ତି।